ଆସିଥିବା ରାଷ୍ଟ୍ରଦୂତମାନଙ୍କ ପାଇଁ ମୁଁ କହୁଥିଲି ମୋର କଟକିଆ ସାଙ୍ଗମାନଙ୍କୁ ଭାଇମାନଙ୍କୁ ଗୋଟେ କଟକ ବାଲିଯାତ୍ରା ଯିବି। କଟକ ଯେଉଁ ପ୍ରସିଦ୍ଧ ଦହିବରା ଆଳୁଦମ ମିଳିବ ତ, ଠୁଙ୍ଗା ପରି ମିଳିବ କି ନାହିଁ ସେମାନେ ମୋତେ ସମସ୍ତେ କହିଥିଲେ ଯେ ନିଶ୍ଚିତ ଭାବରେ ମିଳିବ, କିନ୍ତୁ ଏପର୍ଯ୍ୟନ୍ତ ମୋତେ ମିଳିଲା ନାହିଁ। ମୁଁ ଏଠି ମୋତେ ଜଳଖିଆ ଏବଂ ସ୍ନାକ୍ସ ଦେବା ପାଇଁ ବାରମ୍ବାର ମୋତେ ଆମ ଜିଲ୍ଲାପାଳ ମହାଶୟ 2-3 ଥର ନେଲେଣି, ମୁଁ ଫେରି ଦେଇଛି। ମୁଁ କହିଲି କେତେବେଳେ ଦହିବରା ଆଳୁଦମ ଟିକେ ମୋ ପାଟିରେ ପଡ଼ିଲେ ମୁଁ ଯାଇକରି ମୁଁ ଶାନ୍ତି ହେବି। ତ ବାସ୍ତବିକ ଏଭଳି ଏକ ଆକର୍ଷଣ ଆଜି ଆମକୁ ଆଣିଦିଏ ସବୁବେଳେ, ଯେ ଯିଏ ବି ଆସୁଛି ସେ ଯେଉଁଠି ବି ଆସୁ କଟକକୁ ଆସିଲା ମାନେ ଦହିବରା ଆଳୁଦମ ନିଶ୍ଚିତ ଭାବରେ ଖାଇବ। ପାଠ ପଢ଼ିବା ପାଇଁ ଆସୁ, ପର୍ଯ୍ୟଟନ କ୍ଷେତ୍ରରେ ବୁଲିବା ପାଇଁ ଆସୁ, କିମ୍ବା ଏଇ ଐତିହାସିକ ବାଲିଯାତ୍ରା ଆସୁ। ମୋର ମନେ ପଡ଼ୁଛି 5 ବର୍ଷ ପୂର୍ବରୁ 2000 ଯେତେବେଳେ 9, 10, 11 ମସିହାରେ ମୁଁ ଯେତେବେଳେ 2009 ପରେ ବିଧାୟକ ମୁଁ ତା ପୂର୍ବରୁ ଥିଲି 9 ମସିହାରେ ବିଧାୟକରେ ମୁଁ ହାରିଗଲି ଏବଂ ସେତେବେଳେ ମୋର ଟିକେ ପାଠ ପଢ଼ିବା ପାଇଁ ଇଚ୍ଛା ହେଲା। ମୁଁ ଉତ୍କଳ ୟୁନିଭର୍ସିଟି ଅଧୀନରେ ଢେଙ୍କାନାଳ ଲ କଲେଜରେ ପାଠ ପଢ଼ିଲି ଏବଂ ପରୀକ୍ଷା ଦେବା ପାଇଁ ଯେତେବେଳେ ଭୁବନେଶ୍ୱରରୁ ମୁଁ ଯେତେବେଳେ ଗଲି ଢେଙ୍କାନାଳକୁ, ଇଏ କଟକ ଦେଇକରି ଗଲି ଏବଂ ଫେରିଲା ବେଳେ କଟକର ଇଏ ଦହିବରା ଆଳୁଦମ ନ ଖାଇଲେ ମୁଁ ଆଉ ଘରକୁ ଫେରେ ନାହିଁ। ଏଇଠି ଖାଇକିରି ଯାଏ ଏବଂ ତାପରେ କିଛି ନେଇକରି ଆମ ମ୍ୟାଡ଼ାମଙ୍କ ପାଖକୁ ନେଇକରି ପହଞ୍ଚାଇ ମଧ୍ୟ ଦିଏ। ଇଏ ନିଆରା ମୋର ବି ଅନୁଭୂତି ଆଜି ମନେ ପଡ଼ୁଛି, ଏ ମଞ୍ଚରେ ଏବେ ମୋର ମନେ ପଡ଼ିଲା।